ଏକ ସୁନ୍ଦର ଗାଁର ଦୁଇ ଜଣ ବନ୍ଧୁ ରହୁଥିଲେ, ରାମ ଏବଂ ଶ୍ୟାମ। ପିଲାଦିନ ଦୁହିଁଙ୍କ ମଧ୍ୟରେ ଏତେ ନିବିଡ଼ ସମ୍ପର୍କ ଥିଲା ଯେ ଲୋକେ ସେମାନଙ୍କୁ ଜଗା ବଳିଆର ଯୋଡ଼ି ବୋଲି କହୁଥିଲେ। କିନ୍ତୁ କିଛି ବର୍ଷ ତଳେ ଏକ ଛୋଟ ଜମିବାଡ଼ି ଗଣ୍ଡଗୋଳକୁ ନେଇ ଦୁହିଁଙ୍କ ମଧ୍ୟରେ ଏମିତି ତିକ୍ତତା ଆସିଲା ଯେ ସେମାନେ କଥାବାର୍ତ୍ତା ବି ବନ୍ଦ କଲେ। ସମୟ ବିତିଗଲା, ଅଭିମାନ ଏତେ ବଢ଼ି ଯାଇଥିଲା ଯେ ଦୁହିଁ ପରସ୍ପର ମୁହଁ ଚାହିଁବାକୁ ବି ପସନ୍ଦ କରୁନଥିଲେ। ଗାଁର ସବୁ ପର୍ବପର୍ବାଣୀ ଆସେ ଓ ଯାଏ, କିନ୍ତୁ ସେମାନଙ୍କ ଘର ମଝିରେ ଥିବା ସେଇ ଅଦୃଶ୍ୟ କାନ୍ଥଟି ଭାଙ୍ଗୁ ନଥିଲା। ସେଇଦିନ ହୋଲି ଥାଏ, ସାରା ଗାଁ ରଙ୍ଗରେ ହସୁଥାଏ। ରାମ ଘରେ ବାହାର ଚୁପଚାପ ବସି ଗାଁ ପିଲାଙ୍କୁ ଖୁସି ଦେଖୁଥାଏ। ହଠାତ୍ ସେ ଦେଖିଲା ଶ୍ୟାମର ଛୋଟ ପୁଅଟି ଦୌଡ଼ି ଦୌଡ଼ି ଆସୁଥିବା ବେଳେ ଗୋଡ଼ ଖସିଯାଇ ଗୋଟିଏ କାଦୁଅ ଗାତରେ ପଡ଼ିଗଲା ଏବଂ କାନ୍ଦିବାକୁ ଲାଗିଲା। ରାମ ନିଜର ସବୁ ଅଭିମାନ ଭୁଲି ଦୌଡ଼ିଗଲା ଏବଂ ପିଲାଟିକୁ କୋଳକୁ ଟେକିନେଲା। ସେତିକିବେଳେ ଶ୍ୟାମ ମଧ୍ୟ ସେଠାରେ ପହଞ୍ଚିଗଲା। ଦୁଇ ବନ୍ଧୁଙ୍କ ଆଖି ମିଶିଲା। ରାମ କିଛି ନ କହି ପିଲାଟିର ମୁହଁ ପୋଛିଦେଲେ। ଶ୍ୟାମ ହାତକୁ ବଢ଼ାଇ ଦେଲା। ସେ ନିଜ ପକେଟରୁ ମୁଠାଏ ଲାଲ ରଙ୍ଗର ହଳଦୀ ବାହାର କରି ରାମର କପାଳରେ ଲଗେଇଦେଲା ଏବଂ କହିଲା, ଆଜି ରଙ୍ଗ ଲାଗିଲା ପରେ ତୁ ପୁଣି ସେଇ ପୁରୁଣା ରାମ ଭଳିଆ ଦେଖାଯାଉଛୁ। ମୋତେ କ୍ଷମା କରିଦେ ବନ୍ଧୁ। ଏହି କାହାଣୀରୁ ଆମେ ଶିଖିଲୁ ଯେ ଅଭିମାନ ମଣିଷକୁ ଦୂରେଇ ଦିଏ, କିନ୍ତୁ ଭଲ ପାଇବା ଓ କ୍ଷମାର ରଙ୍ଗ ସବୁ ଶତ୍ରୁତାକୁ ଶେଷ କରିଦିଏ।